ସାମ୍ବାଦିକ ଭାଇମାନଙ୍କୁ ସ୍ୱାଗତ କରୁଛି। ସୁଜନିକା ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଡ୍ୟାନ୍ସ ନୟାଗଡ଼ ଡ୍ୟାନ୍ସ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୁଜନିକାର ସୁଯୋଗ୍ୟ ସଚିବ ଡକ୍ଟର ହେମନ୍ତ ଚନ୍ଦ୍ର ସୂର୍ଯ୍ୟ ବାମପଟେ ଅଛନ୍ତି ଆପଣଙ୍କର ଅନ୍ତରା ଅଞ୍ଚଳର ବିଶିଷ୍ଟ ବରିଷ୍ଠ ଶିଶୁ ସାହିତ୍ୟିକ କାଶୀନାଥ ଦାସ ମହୋଦୟ ଏବଂ ଆମ ସହିତ ସମସ୍ତ କାର୍ଯ୍ୟରେ ଯେ ତାଙ୍କର ସୁଚିନ୍ତିତ ମତାମତ ରଖୁଛନ୍ତି ଆମର ସୁଜନିକାର ଅନ୍ୟତମ ଉପଦେଷ୍ଟା ସମାଜସେବୀ ଦାମୋଦର ସାହୁ ମହୋଦୟ। ଧନ୍ୟବାଦ ଦେବି ଆପଣଙ୍କର ସାମ୍ବାଦିକ ବନ୍ଧୁମାନଙ୍କ ଦ୍ୱାରା ଏ ଯେଉଁ କାର୍ଯ୍ୟକ୍ରମ ହେଇଛି ଗୋଟିଏ ମଞ୍ଚ ମଧ୍ୟ ଏଠି ହେଇଛି, ଏ ବହୁତ ଖୁସିର କଥା। ବହୁତ କମ୍ ଜାଗାରେ ଏ ଜିନିଷ ହେଇଥାଇପାରେ। ଇଏ ହେଉଛି ଆମର ଆଜି ହେଉଛି ଚତୁର୍ଥ ସାମ୍ବାଦିକ ସମ୍ମିଳନୀ ଡ୍ୟାନ୍ସ ଡ୍ୟାନ୍ସ ପାଇଁ ସୁଜନିକା ତରଫରୁ। ତିନୋଟି ଆମର ସରିଯାଇଛି। ମାର୍ଚ୍ଚ 31ରେ ଗୁଡ଼ଗାଁ ହେଇଥିଲା, ତାପର ମାସରେ ରଣପୁର ହେଇଥିଲା, ଏଇ ମାସରେ ମଧ୍ୟ ଆମର ହେଇଥିଲା ଆପଣଙ୍କର ପାଖ ଭାବରେ। 5 ତାରିଖରେ ଆମେ ସାମ୍ବାଦିକ ସମ୍ମିଳନୀ କରିଥିଲୁ। 19 ତାରିଖରେ କାର୍ଯ୍ୟକ୍ରମ ଆମର ସମ୍ପୂର୍ଣ୍ଣ ହେଇଥିଲା, ଯେଉଁଟା ଆମେ ଅଡ଼ିସନ୍ ପ୍ରୋଗ୍ରାମ ରଖିଛୁ। ଆପଣଙ୍କୁ କହି ରଖେ ମୁଁ ଯେ ଏ କାର୍ଯ୍ୟକ୍ରମ କାହିଁକି ହେଉଛି, ଏ କାର୍ଯ୍ୟକ୍ରମ ହେବାର ଉଦ୍ଦେଶ୍ୟ କ'ଣ, ଏବଂ ଆମେମାନେ ଏତେ ସଂଖ୍ୟାରେ ସମୟ ଏଠି ବିନିଯୋଗ କରୁଛେ ତାହା କେତେ ଦୂର ସମାଜର ହିତ ପାଇଁ ଲାଗିପାରେ। ଆମେ ଦେଖୁଛେ ବର୍ତ୍ତମାନ ସମୟରେ ଯେଉଁ ଡ୍ୟାନ୍ସ ପ୍ରୋଗ୍ରାମ ହେଉଛି, ଯେଉଁ ନୃତ୍ୟ ପ୍ରୋଗ୍ରାମ ହେଉଛି, ଏ ନୃତ୍ୟର ଉପାଦେୟତା କ'ଣ ଆମର ରହିଛି? ସାଂସ୍କୃତିକ ଉପାଦେୟତା ସହିତ ଶାରୀରିକ ଉପଯୁକ୍ତ ଭାବରେ ଶରୀରକୁ ସମୃଦ୍ଧ କରିବା ପାଇଁ ଆମେ ଫିଟ୍ କରୁଛେ, ଶରୀରକୁ ସଠିକ୍ ରଖିବା ପାଇଁ ଏହାର ମଧ୍ୟ ଉପଯୋଗିତା ରହିଛି। ଏକ ଯୋଗ ଭଳି କାମ କରେ, ଯେଉଁଟା ଆମେ ଦେଖୁଛେ ଯେ ସେ ସମୟରେ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଯେଉଁ ନୃତ୍ୟ ପରିବେଷଣ ହେଉଥିଲା, ସେ ହେଉଛି ଆମର ଯେଉଁ ଅସ୍ମିତା ଶବ୍ଦରେ ବହୁତ ଆଲୋଚନା ହେଉଛି, ସିଏ ହେଉଛି ଆମର ଜଗନ୍ନାଥ ସଂସ୍କୃତିର ଅସ୍ମିତା। ତେଣୁ ଆଜି ଯେଉଁ ଚିନ୍ତା କରିଛନ୍ତି ଆମର ସଚିବ ଡକ୍ଟର ହେମନ୍ତ ଚନ୍ଦ୍ର ସୂର୍ଯ୍ୟ, ତାଙ୍କ ଚିନ୍ତନରୁ ଇଏ ସୃଷ୍ଟି ହେଇଛି। ବହୁତ ବଢ଼ିଆ କଥା। ସାହିତ୍ୟ ନୟାଗଡ଼ ଜିଲ୍ଲାରେ ସାହିତ୍ୟ ରଥକୁ ଯେ ଚଳଚଞ୍ଚଳ କରି ରଖିଛନ୍ତି, ଇଏ ହେଉଛନ୍ତି ଆମର ସଚିବ ହେମନ୍ତ ଚନ୍ଦ୍ର ସୂର୍ଯ୍ୟ। ଆମେ ତାଙ୍କ କଥାରେ ମାତିଛୁ ଏବଂ ତାଙ୍କ ଇସାରାରେ ମଧ୍ୟ ଆମେ ସମସ୍ତେ କାର୍ଯ୍ୟ ରଖିଛୁ। ଆଗାମୀ ଦିନରେ ଆମେ ଏହାର ରୂପରେଖ ଆହୁରି ମଧ୍ୟ ପରିବର୍ତ୍ତନ କରେଇବୁ, ବହୁତ ନୂଆ ନୂଆ ଜିନିଷ ଆଣିବୁ ଏବଂ ଆପଣଙ୍କର ମତାମତକୁ ମଧ୍ୟ ଆମେ ସମ୍ମାନର ସହିତ ଗ୍ରହଣ କରିବୁ ଯେ ଆପଣ କ'ଣ କରିବା ଦରକାର। ତ ଆମେ ରଖିଛୁ 9 ତାରିଖରେ ଏହାର ଅଡ଼ିସନ୍ ପ୍ରୋଗ୍ରାମ ହେବ, ଯେଉଁଟାକି ଏହାର ସଫଳତା ନିର୍ଭର କରିବ ଆପଣମାନଙ୍କ ଉପରେ। ପୁରୁଣାରେ ଆମର 50 ଜଣ ଭାଗ ନେଇଥିଲେ, ରଣପୁରରେ 43 ଜଣ ଭାଗ ନେଇଥିଲେ, କିନ୍ତୁ ଏଠି ଆମର ଟିକେ କମିଗଲା, 35 ଜଣ ଭାଗ ନେଲେ। ଆଗରୁ ଆପଣ ସମ୍ବାଦ ମାନେ ଆପଣଙ୍କ ଆଗରେ ତ ଖବର କିଛି ଲୁଚିବାର ନାହିଁ, ସବୁ ଖବର ଆପଣମାନେ ଜାଣିପାରୁଛନ୍ତି। ତେଣୁ ଏଠି ଆମେ କେମିତି ଆଉ ଅଧିକା କରିବା, 50 ହେଇଥିଲା ଅଲଗାରେ, ତାଠୁ କେମିତି ଆଉ ଅଧିକା କିଛି ହେଇପାରିବ। ଗୋଟିଏ ବର୍ତ୍ତମାନ ଆମକୁ ଅସୁବିଧା ହେଉଛି, ସ୍କୁଲ ବର୍ତ୍ତମାନ ସବୁ ଚାଲୁନାହିଁ। ସ୍କୁଲ ନ ଚାଲିଲେ ଆମକୁ ସେଇଟା ଟିକେ ଯେଉଁଟା ଆମେ ଆଗରେ ଅନୁଭବ କଲୁ ଯେ ସ୍କୁଲ ନ ଚାଲିବା ଯୋଗୁଁ ଆମର ପାର୍ଟିସିପାଣ୍ଟ ଟିକେ କମିଲା। ଯେତେ ପାର୍ଟିସିପାଣ୍ଟ ଅଧିକା ହେବେ ସେତେ ଆମେ ସବୁ ଭଲ କଳାକାର ପାଇପାରିବେ ଏବଂ ସେମାନେ
ସେମିଫାଇନାଲ फाइनाल उभय को आटेंड करेंगे कौटी पठान सामंत अडिट हो जाए এবং ବାହାରୁ ବି ଜଜେସ୍ ଆସିବେ ଆମର ଏବେ ବି ମାନେ ଟ୍ରେଣ୍ଡ ଜଜେସ୍ ଆସୁଛନ୍ତି ଅନଟ୍ରେଣ୍ଡ ନୁହଁ ଯେଉଁମାନଙ୍କର ଅନୁଷ୍ଠାନ ଅଛି ନୃତ୍ୟ ଅନୁଷ୍ଠାନ ଅଛି ସେଇମାନଙ୍କୁ ଆମେ ଜଜେସ୍ ରୂପରେ ଆଣୁଛୁ